14 ବର୍ଷ ଛାତ୍ରୀଙ୍କର ସତ ହେଲା ଭବିଷ୍ୟବାଣୀ। ସରକାର ହୋଇଗଲା କେରଳ। ପ୍ରକୃତି ତାଣ୍ଡବ ରଚିବ ବୋଲି ପୂର୍ବରୁ ଲେଖିଥିଲେ ଛାତ୍ରୀ ଲାୟା। ମାଗାଜିନରେ ପ୍ରକାଶ ପାଇଥିଲା ପୁରା କାହାଣୀ। ଆସନ୍ତୁ ଜାଣିବା କଣ ଥିଲା ଏ ଭବିଷ୍ୟବାଣୀ। କେରଳର ୱାଇନାଡରେ ପ୍ରକୃତି ତାଣ୍ଡବ ରଚିବ ବୋଲି ପୂର୍ବରୁ ବଖାଣି ସାରିଥିଲେ ଛାତ୍ରୀ, ଯାହା ସତ୍ୟ ପ୍ରମାଣିତ ହୋଇଛି। ଛାରଖାର ହୋଇଯାଇଛି ୱାଇନାଡା। ଶହ ଶହ ଲୋକଙ୍କର ଘଟିଛି ମୃତ୍ୟୁ। ତେବେ ଏହି ବିପର୍ଯ୍ୟୟ ପାଇଁ କୁନି ଛାତ୍ରୀ କରିଦେଇଥିଲେ ଭବିଷ୍ୟବାଣୀ। ନିଜ ହାତରେ ଲେଖିଥିଲେ ଏକ କାହାଣୀ, ଯାହା ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ଲାୟା ଲେଖିଥିବା କାହାଣୀ ଡିଜିଟାଲ ମାଗାଜିନରେ ଛପାଯାଇଛି। କାହାଣୀ ପ୍ରକାଶ ପାଇବା ମାତ୍ର କିଛି ଦିନ ମଧ୍ୟରେ କେରଳରେ ତବାହି ଆସିଛି। ତେବେ କଣ ଲେଖିଥିଲେ ଲାୟା, କଣ ରହିଛି କାହାଣୀ, ତାହା ଆସନ୍ତୁ ଜାଣିବା। ଛାତ୍ରୀ ଲାୟା ଲେଖିଥିବା କାହାଣୀର ନାଁ ଥିଲା ଅଗ୍ରହାନ୍ତିତେ ଦୂରାନୁଭବ, ଅର୍ଥାତ୍ ଇଚ୍ଛାର ଦୁଃଖଦ ଘଟଣା। କାହାଣୀରେ ଦୁଇ ଜଣ ଝିଅ ଅମଲକୁଥା ଏବଂ ଅରେଶ୍ୱରୀଙ୍କୁ ଚିତ୍ରିତ କରାଯାଇଛି। ତେବେ ଏଥିରେ ଦୁଇ ଜଣ ସାଙ୍ଗ ସ୍କୁଲ ଛୁଟି ପରେ ଏକାଠି ହୋଇ ନଦୀ କୂଳକୁ ବୁଲିବାକୁ ଯାଇଥିଲେ। ଆଉ ସେଠାରେ ହଠାତ୍ ଚଢ଼େଇମାନେ ତାଙ୍କ ନିକଟକୁ ଆସିଥିଲେ। ତେବେ ଚଢ଼େଇ ତାଙ୍କଠୁ ଭିନ୍ନ ଥିଲା ଓ ଚଢ଼େଇ କହିଥିଲା ଯେ ଏଠୁ ଖୁବ୍ ଶୀଘ୍ର ଚାଲିଯାଅ, କାରଣ ଏଠି ବଡ଼ ବିପତ୍ତି ଆସିବାକୁ ଯାଉଛି। ଯଦି ତୁମେ ସୁରକ୍ଷିତ ରହିବାକୁ ଚାହୁଁଛ ତେବେ ତୁରନ୍ତ ଏଠାରୁ ଚାଲିଯାଅ। ଦୁଇ ଝିଅଙ୍କୁ ଏଭଳି ଚେତାବନୀ ଦେଇ ଚଢ଼େଇଟି ଉଡ଼ିଗଲା। ତେବେ ଦୌଡ଼ିବା ସମୟରେ ସେମାନେ ପାହାଡ଼ ପାଖରେ ଦେଖିବାକୁ ପାଇଥିଲେ ଯେ ପାହାଡ଼ର ନିମ୍ନ ଭାଗରୁ ପ୍ରଖର ଭାବେ ପାଣି ମାଡ଼ି ଆସୁଛି। ଚେତାବନୀ ଦେଇଥିବା ଚଢ଼େଇଟି ସୌନ୍ଦର୍ଯ୍ୟରେ ପରିଣତ ହୋଇଯାଉଛି ଆଉ ତାପରେ ଏହି ପ୍ରକୃତିର କରାଳ ରୂପରେ ବଶୀଭୂତ ହୋଇଯାଉଛି। ପାହାଡ଼ ଧସିବା କାରଣରୁ ମାଟି ତଳେ ପଶି ଏ ଝିଅଟିର ଜୀବନ ଚାଲିଯାଉଛି। ଛାତ୍ରୀ ଲାୟାଙ୍କର ଏହି କାହାଣୀରେ ଯେଉଁଭଳି ବିପର୍ଯ୍ୟୟର ଆଲୋଚନା କରାଯାଇଥିଲା, ସେହିପରି ପ୍ରାକୃତିକ ତାଣ୍ଡବ ବି ଦେଖିବାକୁ ମିଳିଛି କେରଳରେ। ୱାଇନାଡରେ ପ୍ରକୃତି ଯେଉଁଭଳି ତାଣ୍ଡବ ରଚିଛି ତାହା କେବେ ଭରଣ ହୋଇପାରିବନି। ସବୁ ସ୍ଥାନରେ ବିନାଶର ଏକ ଭୟଙ୍କର ଦୃଶ୍ୟ ଦୃଶ୍ୟମାନ ହେଉଛି। ଯେଉଁଠି ନଜର ପଡୁଛି ସେଇଠି ଖାଲି ଧ୍ୱଂସ ହୋଇଥିବା କୋଠା, ଚୁରମାର ହୋଇଥିବା ଘର, ପଡ଼ିଥିବା ବିରାଟ ବିରାଟ ପଥର ଏହି ବିନାଶର ଭୟାବହତାକୁ ବର୍ଣ୍ଣନା କରୁଛି। ବ୍ୟୁରୋ ରିପୋର୍ଟ, ପ୍ରତିଦିନ ଟିଭି।